अच्छा भाई मैंने देखी पड़ते हम लोग नेक्स्ट वीडियो आलू तो माने आलू सब पियाज मिक्स हो गला दला दली हो गला देखी पड़ते ଏବେ କ'ଣ କରିବା ନା ତେଲ ପକାଇବା କେଉଁ ତେଲ ନା ସୋରିଷ ତେଲ ମାନେ ଆଳୁ ଚୋଖା ସାଙ୍ଗରେ ସୋରିଷ ତେଲ ଭଲ ନା ମାନେ ଦେଖନ୍ତୁ ଯଦି ଆପଣ ଆଳୁ ଚୋଖା ବନାଉଛନ୍ତି ସୋରିଷ ତେଲ ପକାଇବାଟା ନିହାତି ଜରୁରୀ ମାନେ ଏଠି ଦେଖନ୍ତୁ କିଛି ଆମ ତେଲ ନାହିଁ ମାନେ ତେଲ ସରିଗଲାଣି ଟିକେ ସୋରିଷ ତେଲ ପକାଗଲା ପୁରା ମିକ୍ସ କରାହେବ ଦେଖିପାରୁଛି କମ୍ ମାନେ ମୁଁ ତେଲ କମ୍ ଖାଉଛି ତେଣୁ କମ୍ ପକାଇଲି ଆଉ ଯିଏ ବେଶୀ ତେଲ ଖାଉଛି ତାକୁ ବେଶୀ ତେଲ ପକାଇ ଖାଇପାରିବେ ଯେତେବେଳେ ଆପଣ ତେଲ ପକାଇଲା ପରେ ଟିକେ ଭଲ ଆଉ ଅବଶ୍ୟ ମୁଁ ଆପଣ କ'ଣ କହୁଥିଲି ମୋର ମନେ ପଡ଼ୁନି ଆଉ ଅବଶ୍ୟ ମୁଁ ଏବେ କହିଦେଉଛି ଆପଣଙ୍କୁ ଯଦି ଯେତେବେଳେ ଆପଣ ଆଳୁଦମ କରୁଛନ୍ତି ଆଳୁ ଭଲରେ ମନ୍ଥିବେ ପିଆଜକୁ ପକାଇକି ତାପରେ ମରିଚକୁ ବି ପକାଇକି ପୁରା ଭଲସେ ମନ୍ଥିବ ତାପରେ ତେଲ ପକାଇ ଆଉ ଟିକେ ତେଲ ପଡ଼ିଲେ ମାନେ ତେଲ ପଡ଼ି ସାରିଲା ପରେ ଆଉ ଟିକେ ଦଳିବେ ଆଳୁକୁ ପୁରା ମିକ୍ସ ସାଇଜ୍ କରିଦେବେ ଆଉ ଅବଶ୍ୟ ଦେଖନ୍ତୁ ମୋର ଏଇ ଆଳୁ ଚୋଖାରେ କ'ଣ ଗୋଟେ ଅଭାବ ହେଉଛି ତୁମେ ଜାଣିଛ ଟମାଟୋ ମୋର ଏଇ ଚୋଖାରେ ଅଭାବ ହେଉଛି କିନ୍ତୁ ମୋ ପାଖରେ ଟମାଟୋ ନାହିଁ ମୁଁ କେମିତି ପକାଇବି ଟମାଟୋ ଥିଲେ ସିନା ସାଇଜ୍ରେ ପକାଇଦେବି ମାନେ ଦେଇଦେବି ମୁଁ ଯଦି ଟମାଟୋ ପକାଇଦେବି ନା ତାହେଲେ ଟିକେ ମିକ୍ସି ମାନେ ଟିକେ ଭଲ ଦେଖାଯାଇଥାଏ କ'ଣ କରିବା ଆଉ ଚାଲ ଆମର ହେଇଗଲା ଚୋଖା ହେଇଗଲା ଚାଖିଦେବା ଟିକେ ଚାଖିବା ଆମେ ବୋଧେ ଚୋଖା ହେଇଗଲା ଚାଖିଆ ଟିକେ ନେଇଯାଇଥିଲି ବସ୍ ଆଉ ଟିକେ ଲୁଣ ପଡ଼ିବ ଲୁଣ ଟିକେ ପକାଇଦେବା ବାସ୍ ଲୁଣ ପକାଇ ସାରିଲା ପରେ ଆଉ ଟିକେ ଭଲ ଫେଣ୍ଟିବା ମୁଁ ଚାଖି ମାନେ ପାଟିରେ ତ ହାତ ମାରିଦେବି ହାତଟା ଏବେ କ'ଣ କରିବି ନା ଆଣି ତ ମୁଁ ଦଳି ପାରିବିନି ଆକୁ ନେଇକି ଧୋଇବାକୁ ପଡ଼ିବ ତାହେଲେ ମାନେ ମୋ ହାତକୁ ମୁଁ ଅଇଁଠା କରିଦେଇଛି ନା ସେଥିପାଇଁ ଦେଇକି ହାତଟା ଧୋଇକି ଭଲସେ ହାତ ଧୋଇକି ଆଇକି ଆଉ ଥରେ ଦଳିବାକୁ ପଡ଼ିବ